ଏଠି କହିଲା ବେଳକୁ ଶଳା ପିମ୍ପୁଡ଼ି ଆସିକି ଏଠି ମୁଁ ଆଉ ଜାଣିପାରିଲିନି। ଆଉ 5-25 ଲୋକଙ୍କ ପାଖରେ ତମେ କୁଣ୍ଡେଇ ପାରିବ କି? ସତ କଥା କୁହ ବାପା, ତୁ କୁଣ୍ଡା ନା ପିମ୍ପୁଡ଼ି ଯେତେବେଳେ କାମୁଡ଼ିଲା ମୁଁ ଆଗେ ଆଡଜଷ୍ଟ କଲି। ଖାଇଛନ୍ତି ଭଗବାନ, ଭଲ ଅଛନ୍ତି? ତାପରେ ଯେତେବେଳେ ପିମ୍ପୁଡ଼ି ବେଶୀ ଜୋରେ କାମୁଡ଼ିଲା ମୁଁ କହିଲି ନାଇଁ ଇଏ କାମ ନୁହଁ। ତାପରେ ଆଉ କେମିତି ଅଛନ୍ତି? ତାପରେ ମୁଁ କହିଲି ଡ୍ୟାନ୍ସ କଲି, ସେଇ ଭିତରେ ଡ୍ୟାନ୍ସ କରି କୁଣ୍ଡେଇ ପଡ଼ିଥିଲି। ପାନିଆ ପାନିଆ ଦରକାର ଏମିତି ହେଲି। ଦେଖିଲି ଯେତେବେଳେ ପିମ୍ପୁଡ଼ି ପ୍ରବଳ ହେଲେ ଗୋଟେ ଜାଗାକୁ ପଳେଇଲି। କେମିତି ଅଛନ୍ତି ଆପଣମାନେ? ତେଣୁ ସେଇ ଦିନଠୁ ମୋର ଧୋତି ପିନ୍ଧିବା ମତେ ଭାରି ଡର। ଧୋତି ପିନ୍ଧିଲେ ଓହୋ ମୋ ପୁତୁରା ମାନେ ଖାଲି ତ କନ କନ। ଯାହା ହଉ ସତରେ ଆପଣମାନଙ୍କ ଭଲ ପାଇବା ପାଇଁ ବାକି ପଇସା ଅଛି, ବାକି ଦିଆହବ। ଗୋଟେ ଡାଇଲଗ